ପରେ ଯେହେତୁ ବିଭିନ୍ନ ସିଫ୍ଟରେ ଇଲେକ୍ସନ୍ ହେଇଛି ବିଭିନ୍ନ ଦିନରେ, ତେଣୁ ତାକୁ ନର୍ମାଲାଇଜେସନ୍ କରାଯାଉ। ତାପରେ କୁହାଯିବ କ'ଣ ନା ଇଭିଏମ୍ ମେସିନ୍ଟି ଖରାପ ହେଇଯାଇଛି ବା ଏଇଟା ଠିକ୍ ଭାବରେ ଭୋଟ୍ ଦିଆ ହେଇନାହିଁ, ତେଣୁ ଏଥିପାଇଁ ଆଉ ଥରେ ଭୋଟ୍ର କାର୍ଯ୍ୟକ୍ରମ କରାଯିବ। ସେତେବେଳକୁ ହେଇଯାଇଥିବ ହାଇକୋର୍ଟ ପରେ ହେଇଯାଇଥିବ ସୁପ୍ରିମକୋର୍ଟ, ସେତେବେଳକୁ ବିତି ଯାଇଥିବ 2 ବର୍ଷ। ତେଣୁ ତାପରେ ହେଇଯିବ ଆଉ ଥରେ ରିଭୋଟିଂ ବା ଆଉ ଥରେ ଭୋଟିଂ କରାଯିବ। ଏଇଆ ହେଲେ ଜଣେ ନେତା ଜାଣିପାରିବ ଯେ ଜଣେ ଆସ୍ପାରାଣ୍ଟଙ୍କ କଥା ବା ଜେଟି ଦେଇଥିବା ଜଣେ ଆସ୍ପାରାଣ୍ଟଙ୍କ କଥା। ତେଣୁ ଯଦି ତୁମେ ଜେଟିର ଆସ୍ପାରାଣ୍ଟ ହେଇଥାଅ କି ଯେକୌଣସି ଯେଉଁ ପାଇଁ ଟ୍ରାଏ କରୁଛ, ଯାହା ହେଉଛି ସେଇଟା ଯଦି ଇଲେକ୍ସନ୍ରେ ହୁଏ ତାହେଲେ କ'ଣ ହେବ ଭାବନ୍ତୁ। ହାଲୋ ଖାଲ ଆଜି ମୁଁ ପୁଣି ଥରେ ଆଉ ଗୋଟେ ଭିଡ଼ିଓ ନେଇକରି ଆସୁଛି। ତେଣୁ ଭିଡ଼ିଓଟିକୁ ଫୁଲ୍ ଦେଖିବେ, ନହେଲେ ତା'ର ଟେଷ୍ଟଟି ବୁଝିପାରିବେ ନାହିଁ। ଶେଷ ପର୍ଯ୍ୟାୟର ଇଲେକ୍ସନ୍ ବା ଭୋଟ୍ ଦେବା କାର୍ଯ୍ୟକ୍ରମ ଆମର 1 ତାରିଖ ଦିନ ଥିଲା। ତେଣୁ ସମସ୍ତେ ନିଜ ନିଜ ଗାଁକୁ ଯାଇକରି ଗୋଟେ ସମସ୍ତେ ଭୋଟ୍ ଦେଇଦେଲଣି। ଭୋଟ୍ ଦେଇ ସାରିଲା ପରେ କ'ଣ ହେଲା ନା, ଯେତେବେଳେ ଆମେ ଯାହାକୁ ପଚାରୁଛୁ ଭୋଟ୍ ଦେଇ ସାରିଲା ପରେ ଭାଇ ଭୋଟ୍ଟା କାହାକୁ ଦେଲ, ସିଏ ସେଇ ଆନ୍ସର୍ଟିକୁ ଏତେ ଭାବିଚିନ୍ତି ଦେବା ପାଇଁ ଚେଷ୍ଟା କରୁଛି, ହେଲେ ଦେଇପାରୁ ନାହିଁ। ନା କ'ଣ କହୁଛ? ଏ କ୍ୱେଶ୍ଚନ୍ରେ ଯଦି ମୁଁ ଭୁଲ କହୁଛି ତାହେଲେ ତୁମେ ଥରେ ଟ୍ରାଏ କରିବ କାହାକୁ ଭୋଟ୍ ଦେଲ। ସେ ଲୋକଟା ଭାବିବ କ'ଣ କହିବି, କ'ଣ ନାହିଁ। ଏଇଟା ହେଉଛି। ତେଣୁ ଏଇଟା କାହିଁକି ହେଉଛି ସେଇଟା ବି ହେଉଛି ବହୁତ ବଡ଼ କ୍ୱେଶ୍ଚନ୍। ମୋର କହିବା କଥା ହେଲା ଏଇଆ ଯେ ଏଠି ଲୋକ ଶିକ୍ଷା ଠାରୁ ଅଧିକା ଲୋକମାନେ ଧର୍ମ ଉପରେ ଅଧିକାଂଶ ଲୋକମାନେ ବିଶ୍ୱାସ କରନ୍ତି। ତେଣୁ ଯଦି ଯେଉଁ ଜାଗାରେ ଶିକ୍ଷା ଠାରୁ ଅଧିକା ଧର୍ମକୁ ଲୋକମାନେ ବିଶ୍ୱାସ କରନ୍ତି, ତାହେଲେ ସେଇ ଜାଗାରେ କ'ଣ କରିବେ? ସେମାନେ କେବଳ ଏତିକି ହିଁ କରିପାରିବେ, ନେତା ପଛରେ ରହି ଘଣ୍ଟା ବାଡ଼େଇବେ, ପତାକା ଉଡ଼େଇବେ, ନାଲି ରଙ୍ଗ, ହଳଦିଆ ରଙ୍ଗ। ହେଲେ ସେମାନେ ନିଜ କଥା ଚିନ୍ତା କରିପାରୁନାହାନ୍ତି। ଏଇଟା ହେଉଛି ବହୁତ ବଡ଼ କ୍ୱେଶ୍ଚନ୍। ସେ ଯିଏ ଜିତୁଛି ଜିତୁ, ସେ କିଛି ଜାଣିପାରୁନାହିଁ ଯେ ମୋର ଫ୍ୟୁଚର୍ଟି କ'ଣ ହେଇଯିବ। ସିଏ ତା ପାଇଁ ତ ଚିନ୍ତା କରୁନାହିଁ, ତା ପାଖରେ ଯେଉଁ ନୂତନ ପିଢ଼ିମାନେ ସୃଷ୍ଟି ହେଉଛନ୍ତି ବା ପିଲାପିଲି ହେଉଛନ୍ତି, ସେମାନଙ୍କ ଭବିଷ୍ୟତ କଥା ମଧ୍ୟ ଚିନ୍ତା କରୁନାହାନ୍ତି। ତେଣୁ ସେମାନେ ତ ଚିନ୍ତା କଲେ ନାହିଁ, ଆଟଲିଷ୍ଟ ନିଜେ ତ ଚିନ୍ତା କର। ଅନ୍ୟ ଲୋକମାନେ ଚେଞ୍ଜ କରିବା ପାଇଁ ଚେଷ୍ଟା କରିଛନ୍ତି କି ନାହିଁ ମୁଁ ତ ଜାଣିନାହିଁ। ଆଟଲିଷ୍ଟ ତୁମେମାନେ ନିଜେ ଚେଷ୍ଟା କରିବ। ଆଟଲିଷ୍ଟ ମୁଁ ଯାହାକୁ ଭୋଟ୍ ଦେଇଛି ସେ ତ ଗଦ୍ଦାରି କରିବ ନାହିଁ, କାରଣ ମୁଁ ତା'ର ଠାରୁ ଟଙ୍କା ନେଇନି କି ତାକୁ ଟଙ୍କେ ଖଣ୍ଡେ ବି ମୁଁ ମଧ୍ୟ ଦେଇନାହିଁ। ତେଣୁ ଯେତେବେଳେ ଭୋଟ୍ ଦେବ ସେତେବେଳେ ଏତିକି ଭାବିବା ଦରକାର ଯେ ମୁଁ ମୋର ମା' ପୁଅ, ମୁଁ ମୋର ଭଣଜା, ମୁଁ ମୋର କାକାକୁ ଭୋଟ୍ ଦେଇ ଦେଉଛି। ଯଦି ସେଇଆ ଭାବିବ ତାହେଲେ କିଛି ହେଇପାରିବ ନାହିଁ। ଯଦି ଭଲ ମଣିଷଟି ଦେଖି ବାଛିବ ତାହେଲେ ସେଇ ଜାଗାରେ କିଛି ଚେଞ୍ଜେସ୍ ହେଇପାରିବ। ତେଣୁ ଆମେ ହେଉଛୁ ଲୋକମାନଙ୍କ ଦ୍ୱାରା ଜଣେ ଆମମାନଙ୍କର ନେତୃତ୍ୱ ଯିଏ ନେଇପାରିବ ସେମିତି ଗୋଟେ ନେତାକୁ ବାଛିବା। ତେଣୁ ମୁଁ ଆଶା କରୁଛି ତୁମମାନେ ସେଇଆ କରିଥିବ। ତେଣୁ ତଳେ କମେଣ୍ଟ କରନ୍ତୁ କିଏ କାହାକୁ ଭୋଟ୍ ଦେଇଛ। ଏଇଟା ବହୁତ ବଡ଼ କ୍ୱେଶ୍ଚନ୍, ସମସ୍ତେ କହିପାରିବେ ନାହିଁ। କମେଣ୍ଟ ସେକ୍ସନ୍ ଏଇଠି ତ ସମସ୍ତେ କମେଣ୍ଟ କରିପାରିବେ, କିନ୍ତୁ ଏଇ ଜିନିଷଟା ଥରେ ଗାଁକୁ ଯାଇକି ପଚାରି ବୁଝନ୍ତୁ, ମଉସା କାହାକୁ ଭୋଟ୍ ଦେଲ କି ମାଉସୀ କାହାକୁ ଭୋଟ୍ ଦେଲ, ଭାଇ କାହାକୁ ଭୋଟ୍ ଦେଲ। ସିଏ କିନ୍ତୁ ଏ ଆନ୍ସର୍ ଦେବ ନାହିଁ। ସେ ଭାବିବ ସେ କ'ଣ ଇଆଡ଼େ ସିଆଡ଼େ ବାଣ କରିକି ସେ ପଳେଇ ଯାଉଥିବ, ଯେହେତୁ ଏପର୍ଯ୍ୟନ୍ତ ରେଜଲ୍ଟ ଡିକ୍ଲେୟାର ହେଇନି। ଯେତେବେଳେ ରେଜଲ୍ଟ ଡିକ୍ଲେୟାର ହେଇଯିବ ସେତେବେଳେ ସେ କହିବ ଯେଉଁ ପାର୍ଟି ଜିତିଛି ମୁଁ ତାକୁ ଦେଇଛି ବୋଲି କହିବ। ଆଜିକାଲି ଗୋଟେ ଭିଡ଼ିଓ ଭାଇରାଲ୍ ହେଉଛି। ସେ ଭିଡ଼ିଓଟି ହେଉଛି ଯେ ଜଣେ ଇନଷ୍ଟାଗ୍ରାମରେ ଜଣେ ଲୋକ ଏମିତି କଥା କହିଛନ୍ତି ଯେ ମୋ ମନକୁ ମଧ୍ୟ ଛୁଇଁଗଲା, ଆଉ ସମସ୍ତଙ୍କ ମନକୁ ମଧ୍ୟ ଛୁଇଁ ଯାଇଛି, ଯେଉଁମାନେ କି ଜେଟି ଆସ୍ପାରାଣ୍ଟ। ଆଉ ସେମାନେ ସେ ପୋଷ୍ଟଟିକୁ ଚାରିଆଡ଼େ ରିପୋଷ୍ଟ ଆଉ କିଏ ତା ଷ୍ଟୋରିରେ ମଧ୍ୟ ଛାଡ଼ୁଛନ୍ତି। ତେଣୁ କ'ଣ କହିଛନ୍ତି ମୁଁ ସେ ଜିନିଷଟାକୁ ହିଁ ବୁଝାଇ ଦେଉଛି। ସେ କହୁଛନ୍ତି ଇଲେକ୍ସନ୍ ତ ସରିଗଲା, ଇଲେକ୍ସନ୍ଟିକୁ ଗୋଟେ ଜବ୍ ପାଇଁ ଆଶା ହେଇଥିବା ପିଲା ବା ଚାକିରି କରିବା ପାଇଁ ଆଶା ରଖିଥିବା ପିଲା ସହିତ ଗୋଟେ ତୁଳନା କରାଯାଉଛି। ତେଣୁ ଏଥିରେ ସେ କହୁଛନ୍ତି ଯେ ଇଲେକ୍ସନ୍ ତ ସରିଗଲା, ଇଲେକ୍ସନ୍ ସରିଲା ପରେ ଯେହେତୁ ବିଭିନ୍ନ ସିଫ୍ଟରେ ଇଲେକ୍ସନ୍ ହେଇଛି ବିଭିନ୍ନ ଦିନରେ, ତେଣୁ ତାକୁ ନର୍ମାଲାଇଜେସନ୍ କରାଯାଉ। ସେଇ ନର୍ମାଲାଇଜେସନ୍ ହେଲା ପରେ ଗୋଟେ ମେରିଟ୍ ଲିଷ୍ଟ କଢ଼ାଯାଉ ଏବଂ ସେଇ ମେରିଟ୍ ଲିଷ୍ଟ କଢ଼ାଯିବ। କିନ୍ତୁ
ଜଏନିଂ ଦିଆଯିବ ନାହିଁ। ସେତେବେଳେ କ'ଣ କରାଯିବ ନା, ସେଇଟା ତାପରେ ହାଇକୋର୍ଟରେ କେସ୍ଟି ପଡ଼ିଯିବ। ସେ କେସ୍ ପଡ଼ିଗଲା ପରେ ବିଜେପି ବିଜେଡ଼ି ଯିଏ ପଲିଟିକାଲ୍ ପାର୍ଟି ଲଢ଼ିଥିଲେ ଭୋଟ୍ରେ, ବା ଯେଉଁ ପାର୍ଟି ପଲିଟିକାଲ୍ ପାର୍ଟି ଛିଡ଼ା ହେଇଥିଲେ ଭୋଟ୍ରେ, ଏବଂ କିଏ ଜିତୁଛି କିଏ ନାହିଁ ସେଇଟା ଜାଣିବା ପାଇଁ ସେଇ କୋର୍ଟରେ ତାଙ୍କର ଲଢ଼େଇ ହେବ। 2-3 ମାସ କୋର୍ଟରେ କେସ୍ ଚାଲିବ, 4-5 ମାସ କୋର୍ଟରେ କେସ୍ ଚାଲିବ। ତାପରେ ତାରିଖ ପରେ ତାରିଖ ଦିଆଯିବ। ତାପରେ କୁହାଯିବ କ'ଣ ନା EVM ମେସିନ୍ଟି ଖରାପ ହେଇଯାଇଛି, ବା ଏଇଟା ଠିକ୍ ଭାବରେ ଭୋଟ୍ ଦିଆ ହେଇନାହିଁ, ତେଣୁ ଏଥିପାଇଁ ଆଉ ଥରେ ଭୋଟ୍ର କାର୍ଯ୍ୟକ୍ରମ କରାଯିବ। ସେତେବେଳକୁ ହେଇଯାଇଥିବ ହାଇକୋର୍ଟ ପରେ ହେଇଯାଇଥିବ ସୁପ୍ରିମକୋର୍ଟ, ସେତେବେଳକୁ ବିତି ଯାଇଥିବ 2 ବର୍ଷ। ତେଣୁ ତାପରେ ହେଇଯିବ ଆଉ ଥରେ ରିଭୋଟିଂ ବା ଆଉ ଥରେ ଭୋଟିଂ କରାଯିବ। ଏଇଆ ହେଲେ ଜଣେ ନେତା ଜାଣିପାରିବ ଯେ ଜଣେ ଆସ୍ପାରାଣ୍ଟଙ୍କ କଥା ବା ଜେଟି ଦେଇଥିବା ଜଣେ ଆସ୍ପାରାଣ୍ଟଙ୍କ କଥା। ତେଣୁ ଯଦି ତୁମେ ଜେଟିର ଆସ୍ପାରାଣ୍ଟ ହେଇଥାଅ କି ଯେକୌଣସି ଯେଉଁ ପାଇଁ ଟ୍ରାଏ କରୁଛ, ଯାହା ହେଉଛି ସେଇଟା ଯଦି ଇଲେକ୍ସନ୍ରେ ହୁଏ ତାହେଲେ କ'ଣ ହେବ ଭାବନ୍ତୁ। ତେଣୁ ଆଜିର ଭିଡ଼ିଓରେ ଏତିକି। ଇଲେକ୍ସନ୍ ଆଉ ଆମର ଆସ୍ପାରାଣ୍ଟଙ୍କ ଭିତରେ ମୁଁ ତଫାତ୍ ଯାହା ଆନାଲିସିସ୍ କରି ବା ଯାହା ବୁଝିଲି ସେଇଟା ସମସ୍ତଙ୍କୁ ଜଣାଇଲି। ଯଦି এই ଭିଡ଼ିଓଟି ତୁମ ହୃଦୟକୁ ଛୁଇଁଛି ତାହେଲେ ଗୋଟେ ଲାଗିଦେବେ। ଆଉ ଯଦି ମୋ ଚ୍ୟାନେଲ୍ଟି ମୁଁ ଏଇଟା ତ ଗୋଟେ କମ୍ପାରିଜନ୍ ଭିଡ଼ିଓ ଆଣିଲି, ଆହୁରି ଏମିତି ଇନଫର୍ମେଟିଭ୍ ଭିଡ଼ିଓ ଆଣିବି ମଧ୍ୟ। ତେଣୁ ଯଦି ଚ୍ୟାନେଲ୍ ସହିତ ଯୋଡ଼ି ହେବାକୁ ଚାହୁଁଛନ୍ତି ତାହେଲେ ଚ୍ୟାନେଲ୍କୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଏ ରାଜନୀତି ହେଉଛି ବହୁତ ବଡ଼ ଖେଳ। ଏଥିରେ ବହୁତ ବଡ଼ ବଡ଼ ଲୋକ, ଦିମାଗ ବାଲା ଲୋକମାନେ ଏଠି ଖେଳ ଖେଳନ୍ତି। ଆଉ ଆମ ଭଳିଆ ଲୋକ ବା ଗାଁରେ ଚାରିଆଡ଼େ ଯେଉଁ ଲୋକମାନେ ଅଛନ୍ତି ସେମାନେ କ'ଣ କରନ୍ତି ନା, ସେଇଟାକୁ ଏତେ ସିରିୟସ୍ ନେଇଯାଆନ୍ତି ଯେ ଏଥିରେ ନିଜେ ହଣାକଟା ହେଇଯାଆନ୍ତି। ଆଉ ଯିଏ ଖେଳ ଖେଳୁଛି ସେ ତା ପଛରୁ ଦେଖୁଛି। ତ ମୋର କହିବା କଥା ଏଇଆ ଯେ ଆମେ ଇଲେକ୍ସନ୍ଟିକୁ ଏତେ ସିରିୟସ୍ ନେଇଯାଉଛୁ ଯେ ଆମ ଘର ପାଖ ଲୋକ ସହିତ ମଧ୍ୟ କଥା ହେଉନାହୁଁ। କିନ୍ତୁ ଯେଉଁମାନେ ଇଲେକ୍ସନ୍ରେ ଛିଡ଼ା ହେଇଛନ୍ତି ସେମାନେ ପଛରେ କହିବେ ନା ଆମେ ସବୁ ଭାଇ। ଆଉ ସେଇଟା ମଧ୍ୟ ସତ। ସେମାନେ ପାର୍ଟି ଅଲଗା ହେଇଥିଲେ ମଧ୍ୟ ସେମାନେ ପ୍ରକୃତରେ ଭାଇ ଓ ମିଳିମିଶି ଗୋଟେ ଜାଗାରେ ରହୁଥିବେ, ମିଳିମିଶି ଗୋଟେ ଜାଗାରେ ମଦ୍ୟପାନ କରୁଥିବେ। କିନ୍ତୁ ଆମେ ସେଇ ତାଙ୍କ ପାଇଁ ନିଜ ମଧ୍ୟରେ ଲଢ଼ି ଗାଁ ମଧ୍ୟରେ ଘର ମଧ୍ୟରେ କ'ଣ ଫାଟ ସୃଷ୍ଟି କରୁଛୁ। ତା ଆଡ଼କୁ ମଧ୍ୟ ଚାହୁଁନାହୁଁ କି ତା ସହିତ ମଧ୍ୟ ଟିକେ କଥା ହେଇପାରୁନାହୁଁ। ଯେହେତୁ ମୁଁ ଅଲଗା ପାର୍ଟି, ଯେହେତୁ ସିଏ ଅଲଗା ପାର୍ଟି। ତେଣୁ ଯେଉଁ ଲୋକ ବୁଝିକରି ଅଛ ଏ ଇଲେକ୍ସନ୍ଟିକୁ ସେଇ ଭାବରେ ନିଅ। ଇଲେକ୍ସନ୍ ପାଇଁ ନିଜ ମଧ୍ୟରେ ଫାଟ ସୃଷ୍ଟି କର ନାହିଁ।